ତ ଆପଣ ଜାଣିଛନ୍ତି ମାନେ ମାନେ 840 କି 41 ଦିନ ପରେ ଇଣ୍ଡିଆ ଗୋଟେ ମ୍ୟାଚ୍ ହାରିଥିଲା, ସେଟା ବି ଆଇସିସି ଇଭେଣ୍ଟର। ଆଉ ହାରିଥିଲା କାହା ପାଖରୁ? ସାଉଥ ଆଫ୍ରିକା ପାଖରୁ। ଭାଇ ସାଉଥ ଆଫ୍ରିକା ହଉଛି ମାନେ ଇଣ୍ଡିଆ ଯଦି ୱିନର ଥିଲା, ସାଉଥ ଆଫ୍ରିକା ରନର ଅପ୍ ଥିଲା। ତ ଆମେ ଏମିତି ରିଏକ୍ସନ ଦଉଛୁ ଯେ ଇଣ୍ଡିଆ ହାରିଗଲା, ହେ ଭାଇ ଯେମିତି ନେଦରଲ୍ୟାଣ୍ଡ ପାଖରୁ ହାରିଗଲା ନା ଜିମ୍ବାୱେ ପାଖରୁ ହାରିଗଲା, ପାକିସ୍ତାନ ପାଖରୁ ଯେମିତି ହାରିଗଲା, ତ ଏଇଭଳିଆ ଆମେ ବି ରିଏକ୍ସନ ଦଉଛୁ। ଆଉ ହାରିବା ଜରୁରୀ, ନହେଲେ ଜାଣିବ କେମିତି ଯେ କୋଉଠି ଭୁଲ ହଉଛି। ତ ଭୁଲ ତ କଣ ହଉଛି ସେ ଭିଡ଼ିଓରେ ମୁଁ କହିବିନି। ତ କଣ ହେଇପାରେ ପ୍ଲେଇଂ 11 ଆମର ଯେ ଇଣ୍ଡିଆ ଜିମ୍ବାୱେ ବିରୁଦ୍ଧରେ, ଆଉ ନେଟ୍ ରନ୍ ରେଟ୍ କେତେ ଫରକ ପଡ଼ିବ ଦେଖନ୍ତୁ। ପ୍ରଥମ ଖୁସି କଥା ହଉଛି କି ଫାଷ୍ଟ ମ୍ୟାଚ୍ ରହିବ ସାଉଥ ଆଫ୍ରିକା ଆଉ ୱେଷ୍ଟଇଣ୍ଡିଜର। ତ ସେମାନଙ୍କର ନେଟ୍ ରନ୍ ରେଟ୍ ଅଧିକା ଅଛି, ଜଣଙ୍କର 100% କମିବ, ଯିଏ ବି ହାରିବ କମିବ। କିନ୍ତୁ ଆମେ ଚାହୁଁଛୁ ୱେଷ୍ଟଇଣ୍ଡିଜ ହାରିଯାଉ। କ'ଣ ପାଇଁ? ସାଉଥ ଆଫ୍ରିକା 3ଟା ମ୍ୟାଚ୍ ଜିତିଗଲା, ସୁବିଧା ହବ। ସେକେଣ୍ଡ କଥା ହଉଛି ସବୁ କିଛି ଖେଳ ପରେ ଯଦି ଇଣ୍ଡିଆ ଜିମ୍ବାୱେକୁ ହରେଇଦେଲା, ସବୁ କିଛି ପରେ ସବା ଲାଷ୍ଟ ମ୍ୟାଚ୍ ଅଛି ଇଣ୍ଡିଆ ଆଉ ୱେଷ୍ଟଇଣ୍ଡିଜ। ତ ତା ପୂର୍ବରୁ ଇଣ୍ଡିଆ ଜାଣି ନେଇଥିବ ତାକୁ ମାନେ କ'ଣ କଲେ ସେମିଫାଇନାଲକୁ ଯିବ, ମାନେ ସିମ୍ପଲ କେତେ ରନ୍ ବନେଇଲେ କିମ୍ବା କେତେ ୱିକେଟ୍ ବନେଇଲେ କିମ୍ବା ସେତେବେଳକୁ ସବୁ କିଛି ସମୀକରଣ ଜଣା ପଡ଼ିଯାଇଥିବ। ଇଣ୍ଡିଆ ଯିବ କି ନାହିଁ ସେଦିନ ଜଣା ପଡ଼ିଯିବ। କାରଣ ଯୋଉ ଦିନ ଇଣ୍ଡିଆ ୱେଷ୍ଟଇଣ୍ଡିଜ ମ୍ୟାଚ୍ ଅଛି ସେଇଦିନ ଦିନ 3ଟା ବେଳେ ସାଉଥ ଆଫ୍ରିକା ଜିମ୍ବାୱେ ମ୍ୟାଚ୍ ଅଛି। ତେଣୁ ସବା ଲାଷ୍ଟ ମ୍ୟାଚ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜର ଅଛି, ତେଣୁ ଜଣା ପଡ଼ିବ। ଯୋଉ ଇଣ୍ଡିଆ ଜିମ୍ବାୱେ ମ୍ୟାଚ୍ ହବ, ତ ପ୍ଲେଇଂ 11 କ'ଣ କ'ଣ ହେଇପାରେ ମୁଁ ଆପଣଙ୍କୁ ମାନେ ମୋ ଏକ୍ସପେରିମେଣ୍ଟ ଅନୁସାରେ। ତ ପ୍ରଥମେ ତ ନିହାତି ଇଶାନ କିଶାନ ଆଉ ଅଭିଷେକ ଶର୍ମା 100% ଖେଳିବେ। ସେକେଣ୍ଡ ହେଇପାରେ ତିଲକ ବର୍ମା ନହେଲେ ସଞ୍ଜୁ ସାମସନ ଭିତରୁ ଯିଏ ହେଲେ ଜଣେ ଖେଳିବ। ତାପରେ ସୂର୍ଯ୍ୟ କୁମାର ଯାଦବ ଫିକ୍ସ, ଶୁଭମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଫିକ୍ସ, ରିଙ୍କୁ ସିଂ ଖେଳିବେ ନ ଖେଳିପାରନ୍ତି କାରଣ ତାଙ୍କ ବାପା ଦେହ ଖରାପ, ସେ ପଳେଇଛନ୍ତି। ମଝିରେ ସମସ୍ତଙ୍କ ପ୍ରଶ୍ନ ଅକ୍ଷର ପଟେଲ ନା ୱାଶିଂଟନ ସୁନ୍ଦର। ମୁଁ ଗ୍ୟାରେଣ୍ଟି ମାରିକି 100% ସିଓର କହିବି ଅକ୍ଷର ପଟେଲ ହିଁ ଖେଳିବେ, କାରଣ ଭାଇସ୍ କ୍ୟାପ୍ଟେନ୍ ଇଣ୍ଡିଆର ସିଏ, ତାଙ୍କୁ ବାହାର ବସା ହେଇଛି। ଫାଇନାଲରେ ଯୋଉ ଇଣ୍ଡିଆ ସାଉଥ କୋରିଆ ମ୍ୟାଚ୍ ଥିଲା ନା, ସମସ୍ତେ କୋହଲି କଥା କୁହନ୍ତି, ସମସ୍ତେ ବୋଲିଂ କଥା କୁହନ୍ତି, କିନ୍ତୁ ଅକ୍ଷର ପଟେଲ କଥା ଭୁଲି ଯାଉଛନ୍ତି। କାରଣ ଅକ୍ଷର ପଟେଲ ସେଦିନ ରନ୍ କରିବା ସହିତ ୱିକେଟ୍ ମଧ୍ୟ ଭାଙ୍ଗିଥିଲେ, ସମସ୍ତେ ମନେ ରଖିଥିବେ। ତ ଖେଳିବେ ସେମିତି ଯଶପ୍ରୀତ ବୁମରା, ଆମର ହର୍ଷଦୀପ ସିଂ 100% ଖେଳିବେ। ଆଉ ଗୋଟେ କଥା ହଉଛି କି କୁଲଦୀପ ଯାଦବ, ତ ତାଙ୍କୁ ମଧ୍ୟ ଏଣ୍ଟ୍ରି ଦିଆଯାଇପାରେ, କାରଣ ଇଣ୍ଡିଆ ପିଚ୍ରେ କୁଲଦୀପ ଯାଦବ ସବୁଠୁ ଭଲ ବୋଲିଂ କରନ୍ତି। କୁଲଦୀପ ଯାଦବ ଅକ୍ଷର ପଟେଲ ମିଶିଗଲେ ୱିକେଟ୍ ପୁରା ତବଡ଼ତୋଡ଼ ନେଇପାରେ। ୱାଶିଂଟନ ସୁନ୍ଦରକୁ କାହିଁ ଖେଳାଳି? ହଁ ୱାଶିଂଟନ ସୁନ୍ଦର ଭଲ ଖେଳାଳି, କିନ୍ତୁ ନା ସେ ୱିକେଟ୍ ନେଇପାରୁଛନ୍ତି ନା କିଛି ରନ୍ କରିପାରୁଛନ୍ତି, ମାଡ଼ ବି ବହୁତ ଜୋରରେ ଖାଉଛନ୍ତି। ତ ହେଇପାରେ ଏଇଭଳିଆ ଆପଣଙ୍କୁ ପ୍ଲେଇଂ 11। ଆପଣଙ୍କର ପ୍ଲେଇଂ 11 କେମିତି ଲାଗୁଛି ତଳେ ନିହାତି କମେଣ୍ଟ କରି ଆପଣଙ୍କ ହିସାବରେ କିଏ କିଏ 11 ଜଣ ଇଣ୍ଡିଆ ଜିମ୍ବାୱେ ବିରୁଦ୍ଧରେ ଖେଳିବା ପାରେ। ଯଦି ରନ୍ ରେଟ୍କୁ ଭଲ କରିବା ପାଇଁ ପଡ଼ିବ, ଯଦି ଜିମ୍ବାୱେ ଫାଷ୍ଟ ଖେଳିକି 100-150 ରନ୍ ଭିତରେ ଗଲା, ତାକୁ ଆମକୁ ନିହାତି 10 ରନ୍ ପର ଓଭରରେ ଚେସ୍ କରିବା ପାଇଁ ପଡ଼ିବ। ମାନେ ଯଦି 120 କଲା ତାହେଲେ ପାଖାପାଖି ଆମକୁ 9-10 ଓଭର ସୁଦ୍ଧା ଖତମ କରିବା ପାଇଁ ପଡ଼ିବ। ଯଦି ଇଣ୍ଡିଆ ଆଗେ ବ୍ୟାଟିଂ କରୁଛି ତାହେଲେ ଇଣ୍ଡିଆକୁ ପାଖାପାଖି 120-130 ରନ୍ରେ ଜିତିବା ପାଇଁ ପଡ଼ିବ, ଯଦି ନେଟ୍ ରନ୍ ରେଟ୍ ଭଲ କରିବାର ଅଛି। କାରଣ ଇଣ୍ଡିଆ ଅଲରେଡ଼ି ନେଟ୍ ରନ୍ ରେଟ୍ରେ ବହୁତ ପଛେଇ ଗଲାଣି, ସେଟା ବହୁତ ବଡ଼ ମାଇନସ୍ ପଏଣ୍ଟ ଇଣ୍ଡିଆ ଲାଗି। ତ ସେଇଥିପାଇଁ ସେଦିନ କମେଣ୍ଟ୍ରି ବାରମ୍ବାର ବୋଲେ ଶିବମ ଦୁବେକୁ ଲାଷ୍ଟ ଯାଏଁ ଖେଳ ଯେତେ ପାଖକୁ ନେଇପାରିବ, କିନ୍ତୁ ଇଣ୍ଡିଆ ପାଖକୁ ନେଇପାରିଲା ନାହିଁ। କ'ଣ ହେଲା ସେଦିନ ସମସ୍ତେ ଜାଣିଛନ୍ତି। ତ ଭିଡ଼ିଓ ଲାଇକ୍ କ୍ରିକେଟ ଭିଡ଼ିଓ ଦେଖିବା ପାଇଁ ମୋତେ ସବସ୍କ୍ରାଇବ ବଜାଇ ପାରିବେ।